ବ୍ୟକ୍ତି ବାହାର ଲୋକମାନଙ୍କ ସହିତ ଆତ୍ମୀୟତାର ସହିତ ମିଶନ୍ତି, ମିଠା କଥା କୁହନ୍ତି, ମାତ୍ର ଘରକୁ ଆସିବା କ୍ଷଣି ସେମାନଙ୍କ ମୁହଁରୁ ହସ ଲିଭିଯାଏ। ସେ ଗମ୍ଭୀରତା, ବିରକ୍ତି କିମ୍ବା କ୍ରୋଧର ମୁଖା ପିନ୍ଧି ଦିଅନ୍ତି। ଘରର ସମସ୍ତଙ୍କୁ ସେ କଠୋର ଦୃଷ୍ଟିରେ ଦେଖନ୍ତି କିମ୍ବା ସେମାନଙ୍କ ପ୍ରତି ତାଙ୍କର ବ୍ୟବହାର ମନ୍ଦ ହୋଇଯାଏ। ଏହା ସେମାନଙ୍କର ଅତ୍ୟନ୍ତ ନିନ୍ଦନୀୟ ତଥା ଦ୍ୱିବିଧ ବ୍ୟବହାର। ଏପରି ଦ୍ୱିବିଧ ବ୍ୟକ୍ତିତ୍ୱ ବିଶିଷ୍ଟ ବ୍ୟକ୍ତି ନିଜର ଟେକ ବା ସମ୍ମାନକୁ ଅଧିକ ସମୟ ପର୍ଯ୍ୟନ୍ତ ବଜାଇ ରଖିପାରନ୍ତି ନାହିଁ। ପ୍ରକୃତରେ ଏପରି ବ୍ୟକ୍ତି ସମାଜ ପାଇଁ ଭଲ ହିଁ ହୋଇପାରିବେ ନାହିଁ। ଯେଉଁମାନେ ନିଜ ପରିବାର ପ୍ରତି ବିରକ୍ତି, ସମ୍ବେଦନହୀନ ବା ଆବଶ୍ୟକତା ଠାରୁ ଅଧିକ କଠୋର ହୋଇଥିବେ।